2026 ମସିହାରେ କୋଟିପତି ହେବେ ଏହି ପାଞ୍ଚଟି ରାଶିର ବ୍ୟକ୍ତିମାନେ। ମିଳିବ ଧନ ଓ ସମ୍ପତ୍ତି। ସଫଳତା ଛୁଇଁବ ଏମାନଙ୍କ ହାତ ମୁଠାରେ। 2026ରେ ବଦଳିଯିବ ଏମାନଙ୍କର ଭାଗ୍ୟ। ଶନିଦେବ ଓ ବୃହସ୍ପତିଙ୍କ କୃପାରୁ 2026 ମସିହାରେ ହେବ ଧନର ବର୍ଷା। ଚ୍ୟାନେଲକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦିଅନ୍ତୁ। ଶନି ଆଉ ବୃହସ୍ପତି କରିବେ ମହାପରିବର୍ତ୍ତନ। ଏହି ରାଶିଗୁଡ଼ିକୁ କରିବେ ମାଲେ ମାଲ। ମିଳିବ ବଡ଼ ବଡ଼ ଚାକିରି ଓ କିଣିବେ ଜମିବାଡ଼ି। ହଠାତ୍ ହୋଇଯିବେ ଧନୀ। ଜାଣନ୍ତୁ କିଏ ଏହି 5 ଗୋଟି ରାଶି। ଚ୍ୟାନେଲକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ କରିଦିଅନ୍ତୁ। ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦିଅନ୍ତୁ। ଏହି 5 ଗୋଟି ରାଶି ଗୁଡ଼ାକ ହେଲା ଏମାନଙ୍କର ସନ୍ତାନ ସୁଖ ଲାଭ କରିବେ, ଧାର୍ମିକ ସ୍ଥାନକୁ ଯିବାର ଯୋଗ ଅଛି, ଚାକିରି କ୍ଷେତ୍ରରେ ଉନ୍ନତି ଆସିବ, ବେପାର ବାଣିଜ୍ୟରେ ଉନ୍ନତି ଆସିବ, ନୂତନ ଗୃହ ବି ମିଳିପାରେ, ବର୍ଷ ଆରମ୍ଭରୁ ବିବାହ ପ୍ରସ୍ତାବ ଆସିବାର ବି ଯୋଗାଯୋଗ ଅଛି। ପ୍ରଥମ ରାଶିଟି ହେଉଛି ତୁଳା ରାଶି। 2026ରେ ସନ୍ତାନ ସୁଖ ଲାଭ କରିବେ, ଧାର୍ମିକ ସ୍ଥାନକୁ ଯିବାର ଯୋଗ ରହିଛି, ଚାକିରି କ୍ଷେତ୍ରରେ ପ୍ରମୋସନ୍ ମିଳିପାରେ, ବେପାର ବାଣିଜ୍ୟରେ ଉନ୍ନତି ଆସିବ, ନୂତନ ଗୃହ ଏହି ବର୍ଷ କରିବେ, ପ୍ରେମ ଜୀବନରେ ସଫଳତା ମିଳିବ, ପୈତୃକ ସମ୍ପତ୍ତିରୁ ଲାଭ ମିଳିବ, ସମାଜରେ ମାନ ସମ୍ମାନ ବଢ଼ିବ, ଘରକୁ ନୂତନ ଯାନ ଆସିବାର ସମ୍ଭାବନା ଅଛି, ସମସ୍ତ ଋଣ କରଜରୁ ମୁକ୍ତି ପାଇବେ, ଟ୍ରାନ୍ସଫରର ଯୋଗ ଅଛି, ଆପଣ ବିଦେଶ ଯିବାର ବି ଯୋଗ ଅଛି। ଜୟ ଶନିଦେବ ଲେଖିଦିଅନ୍ତୁ। ଦ୍ୱିତୀୟ ରାଶିଟି ହେଉଛି କୁମ୍ଭ ରାଶି। ଏହି ବର୍ଷଟି ଆପଣଙ୍କର ସୁଖରେ କଟିବ। କୌଣସି ଏକ କମ୍ପାନୀରୁ ଚାକିରି ଅଫର ଆସିପାରେ। ଏହି ବର୍ଷ ବିବାହର ଯୋଗ ଅଛି। ମିଳିବ ବହୁ ଧନ ସମ୍ପତ୍ତି, ବେପାର ବାଣିଜ୍ୟରେ ଉନ୍ନତି ଆସିବ, ସନ୍ତାନ ସୁଖ ଲାଭ କରିପାରନ୍ତି, ଶିକ୍ଷା କ୍ଷେତ୍ରରେ ଜ୍ଞାନ ଓ ବୁଦ୍ଧି ବଢ଼ିବ, ପ୍ରପର୍ଟି କିଣିବାରେ ଯୋଗ ଅଛି। କମେଣ୍ଟରେ ଜୟ ମା ଲକ୍ଷ୍ମୀ ଲେଖିଦିଅନ୍ତୁ। ତୃତୀୟ ରାଶିଟି ହେଉଛି ବୃଷ ରାଶି। ବୃହସ୍ପତି କରିବେ ମହାପରିବର୍ତ୍ତନ, କରିବେ ମାଲାମାଲ। ମିଳିବ ବଡ଼ ବଡ଼ ଚାକିରି ଓ କିଣିବେ ଜମିବାଡ଼ି। ହଠାତ୍ ହୋଇଯିବେ ଧନୀ। ଶିକ୍ଷା କ୍ଷେତ୍ରରେ ବିଦେଶ ଯିବାର ଯୋଗ ରହିଛି, ଚାକିରି କ୍ଷେତ୍ରରେ ପ୍ରମୋସନ୍ ମିଳିପାରେ, ସମସ୍ତ ଋଣ କରଜରୁ ମୁକ୍ତି ପାଇବେ, ନୂତନ ଗୃହ ଏହି ବର୍ଷ କରିବେ, ବର୍ଷ ଆରମ୍ଭରୁ ବିବାହ ପ୍ରସ୍ତାବ ଆସିବାର ଯୋଗ ଅଛି, ସନ୍ତାନ ସୁଖ ଲାଭ କରିବେ, ଟ୍ରାନ୍ସଫରର ଯୋଗ ରହିଛି, ଷ୍ଟକ୍ ମାର୍କେଟରେ ନିବେଶ କଲେ ସଫଳତାର ଉଚ୍ଚ ଶୀର୍ଷରେ ପହଞ୍ଚିବେ। ଚତୁର୍ଥ ରାଶିଟି କନ୍ୟା ରାଶି, ଧନୁ ରାଶି। 2026ରେ ଧନୁ ରାଶି କୋଟିପତି ହେବେ। ସଫଳତା ଛୁଇଁବ ଏମାନଙ୍କ ହାତ ମୁଠାରେ। ଶନିଦେବଙ୍କ କୃପାରୁ ଏମାନଙ୍କ ଭାଗ୍ୟ ବଦଳିଯିବ। ନୂତନ ଗୃହ ଏହି ବର୍ଷ କରିବେ, ପ୍ରେମ ଜୀବନରେ ସଫଳତା ପାଇବେ, ଶିକ୍ଷା କ୍ଷେତ୍ରରେ ଜ୍ଞାନ ଓ ବୁଦ୍ଧି ବଢ଼ିବ, ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପଞ୍ଚମ ରାଶି ହେଉଛି ମିଥୁନ ରାଶି। ବୃହସ୍ପତିଙ୍କ ଚଳନ ଯୋଗୁଁ ଏହି ରାଶିର ବ୍ୟକ୍ତିବିଶେଷ ମାନେ କୋଟି କୋଟି ଟଙ୍କାର ମାଲିକ ହେବେ, ସନ୍ତାନ ସୁଖ ଲାଭ କରିବେ, ଧାର୍ମିକ ସ୍ଥାନକୁ ଯିବାର ଯୋଗ ରହିଛି, ଚାକିରି କ୍ଷେତ୍ରରେ ପ୍ରମୋସନ୍ ମିଳିବ, ବେପାର ବାଣିଜ୍ୟରେ ଉନ୍ନତି ଆସିବ, ନୂତନ ଗୃହ ଏହି ବର୍ଷ କରିବେ, ପ୍ରପର୍ଟି କିଣିବାର ଯୋଗ ରହିଛି। ସବସ୍କ୍ରାଇବ୍ କରିଦେବେ, କମେଣ୍ଟରେ ଶନିଦେବ ଲେଖିଦେବେ। ମିଥୁନ ରାଶିରେ କୌଣସି ଏକ କମ୍ପାନୀରୁ ଚାକିରି ଅଫର ବି ଆସିପାରେ, ହଠାତ୍ ବି ହୋଇଯାଇପାରନ୍ତି ଧନୀ, ପ୍ରେମ ଜୀବନରେ ସଫଳତା ବି ମିଳିବ, ଶିକ୍ଷା କ୍ଷେତ୍ରରେ ଜ୍ଞାନ ଓ ବୁଦ୍ଧି ବି ବଢ଼ିବ। ଜୟ ଶନିଦେବ।